ରେଜଲ୍ଟ କେବେ ବାହାରିବ? ଆଡମିସନ କେବେ ହବ? ଆମର ଆମର ଗଲା ବର୍ଷ ଆମେ କ'ଣ କରିଛୁ ନା, ବାପା ମାଆଙ୍କୁ କିଛି ବାପା ମାଆଙ୍କୁ ଯେତେ ବୁଝେଇଲେ ବି ସେମାନେ ଭାବନ୍ତି ନବୋଦୟ ବିଦ୍ୟାଳୟ ଘର ପାଖରେ, ତେଣୁ ସେଠି ପଢ଼ିବା ଉଚିତ। ମୁଁ ଦୂରରୁ ଆସିଛି, ମୁଁ ପିଲାକୁ ମାସରେ ବେଶୀ ଥର ଦେଖିପାରିବି, ଏଇସବୁ ଚିନ୍ତାରେ ଗାର୍ଡ଼ିଆନ ମାନେ ଭୁଲି ଯାଆନ୍ତି ଯେ ପ୍ରକୃତରେ ପିଲାକୁ ଦୂରରେ କାହିଁକି ଛାଡ଼ୁଛନ୍ତି। ଦୂରରେ ଛାଡ଼ିଲେ ଭଲ ଜିନିଷ ଶିଖିବ ଏବଂ ଗୁରୁତ୍ୱପଲ୍ଲୀ ଭଳି ପରିବାର ପାଇବ, ଏଇଟା କେଉଁଠି ସମ୍ଭବ ନୁହେଁ। ଆପଣମାନେ ବୁଝିପାରନ୍ତି। ତେଣୁ ଆମେ ଦେଖିଲୁ କିଛି ବାପା ମା ତାଙ୍କର ବାପ ବୁଝିଥିଲେ ମା ବୁଝନ୍ତି ନାହିଁ, ମା ବୁଝିଥିଲେ ମାମୁଁ ବୁଝନ୍ତି ନାହିଁ, ଏମିତି କରିକି କିଛି ପିଲା ନବୋଦୟ ଆଡ଼ମିସନ୍ ପାଇଲା ପରେ ପଳାନ୍ତି। ତେଣୁ ଆମେ ଦେଖିଲୁ, ଆମେ ପ୍ରକୃତରେ ଆଗରୁ କ୍ଲାସ୍ ଆରମ୍ଭ କରିଦେଇ ପଢ଼େଇ ଦେଇଥାଉ। ତାପରେ ସେମାନେ ହଠାତ୍ ଯେତେବେଳେ ନବୋଦୟ ରେଜଲ୍ଟ ବାହାରେ ପଳାନ୍ତି, ଆମେ ତେଣୁ ତାଙ୍କୁ କହିଲୁ ଯେ ପ୍ରକୃତରେ ଯଦି ନବୋଦୟ ଯିବାର ଅଛି ତାହେଲେ ଆସନ୍ତୁ ନାହିଁ, ଏବଂ ଯଦି ଆସିବେ ଅନ୍ୟାନ୍ୟ କାରଣ ଦେଖି ବାପା ନାଁ ମା ନାଁ ମାମୁଁ ନାଁ ଦେଇ ନିଅନ୍ତୁ ନାହିଁ, ସେଇଟା ଠିକ୍ କହୁନି। କିନ୍ତୁ ତା ସତ୍ତ୍ୱେ ବି କିଛି ଲୋକ କରନ୍ତି। ତେଣୁ ଆମେ ଠିକ୍ କଲୁ ସେ ରେଜଲ୍ଟ ବାହାରିବା ଆମ ରେଜଲ୍ଟ ବାହାରିବା ଭିତରେ ବିଶେଷ ଡିଫରେନ୍ସ ଆମେ ରଖିବୁ ନାହିଁ। ତେଣୁ ଯେଉଁମାନେ ଯିବାକୁ ଚାହାନ୍ତି ସେମାନେ ଯାଇପାରନ୍ତି। ସେଇଥିପାଇଁ ଆମର ଗଲା ବର୍ଷ ଆଡ଼ମିସନ୍ ଅଲମୋଷ୍ଟ ନବୋଦୟ ଆଡ଼ମିସନ୍ ପାଖାପାଖି ସବୁ ସମୟ। ତା ଦ୍ୱାରା ଆମେ ଆମେ ଯେଉଁ 15ଟି 16ଟି ପିଲା ସିଲେକ୍ଟ କଲୁ, ଯଦି 3ଟି ପିଲା 4ଟି ପିଲା ନ ଆସିଲେ ଆମେ ଚାହୁଁ ସାଙ୍ଗେ ସାଙ୍ଗେ 4ଟି ପିଲା ଆଉ 4ଟି ପିଲା ଯେଉଁମାନେ ୱେଟିଂ ଲିଷ୍ଟରେ ଅଛନ୍ତି ତାଙ୍କୁ ନେବା ପାଇଁ। କିନ୍ତୁ ସରି, ଆଗରୁ ଆମେ ଯେଉଁ ଏପ୍ରିଲ 1ରୁ କ୍ଲାସ୍ ଆରମ୍ଭ କରିଦେଉଥିଲୁ, ତା ଦ୍ୱାରା ଅନ୍ୟ ପିଲାମାନେ ଅନ୍ୟ ଆଡ଼କୁ ଯାଉଥିଲେ, ଆଉ ଯେଉଁମାନେ ନବୋଦୟ ପାଇଁ ଛାଡ଼ିକି ପଳାଉଥିଲେ, ଆମେ ଆଉ ପିଲା ପାଇଲା ବେଳକୁ ତାଙ୍କୁ ଗୋଟେ ମାସର ପାଠପଢ଼ାକୁ ପୁଣି ବୁଝେଇବା ଡିଫିକଲ୍ଟ ହେଇଯାଉଥିଲା। ସେଇଥିପାଇଁ ଆମେ ଠିକ୍ କରିଛୁ ଆମ ରେଜଲ୍ଟ ପ୍ରାୟ ବାହାରିବ, ଏଇଟା ତ ବୋଧେ ମାସେ ଭିତରେ ବାହାରିଯିବ। କିନ୍ତୁ ଯେଉଁ ରେଜଲ୍ଟ ବାହାରେ ଆମେ 50-60 ପିଲାଙ୍କୁ ସ୍କୁଲକୁ ଡାକୁ ସେକେଣ୍ଡ ଫେଜ୍ ପାଇଁ। ସେମାନେ ଗୋଟେ ରାତି ରୁହନ୍ତି, ତାଙ୍କୁ ଆମେ ବିଭିନ୍ନ ଜିନିଷ ନୂଆ ଜିନିଷ ପଢ଼ଉ। ଆମର ଏଇ ଯୋଉ ଜିନିଷଟା ଆପଣ ଦେଖିଲେ ଯେ କୋକ୍ କ୍ୟାନ୍ଟା ଆଟ୍ରାକ୍ଟ ହେଉଛି, ଆମ ପିଲାମାନେ ଗଲା ଥର ଏଣ୍ଟ୍ରାନ୍ସରେ ପଢ଼ିଥିଲେ ଯେ ମାଧ୍ୟାକର୍ଷଣ କେମିତି ବି ଆଟ୍ରାକ୍ଟ କରେ। ଆମର ସାଧାରଣତଃ ପିଲାମାନେ ଜାଣିଥାନ୍ତି ମାଧ୍ୟାକର୍ଷଣ ପୃଥିବୀ ଜହ୍ନ ଭିତରେ, ପୃଥିବୀ ସୂର୍ଯ୍ୟ ଭିତରେ। କିନ୍ତୁ ଗୋଟେ ଆଳୁ ଯେ ଗୋଟେ ଟମାଟୋକୁ ଟାଣିପାରିବ ମାଧ୍ୟାକର୍ଷଣରେ, ସାଧାରଣତଃ ପିଲାମାନେ ଜାଣିନଥାନ୍ତି। ତେଣୁ ଗଲାଥର ଏଣ୍ଟ୍ରାନ୍ସରେ ପ୍ରକୃତରେ ଫେଜ୍ 2 ଏଣ୍ଟ୍ରାନ୍ସରେ ସେଇଟା ତାଙ୍କୁ ପଢ଼ା ହେଇଥିଲା। ତେଣୁ ପିଲାମାନେ କାଲକୁଲେଟ୍ କରିଥିଲେ ସେଇ ଟାଇପ୍ର। ମୋର ଯାହା ମନେ ପଡ଼ୁଛି, ଗୋଟେ ଆଳୁ ଆଉ ଗୋଟେ ବାଇଗଣ ଭିତରେ ମାଧ୍ୟାକର୍ଷଣ ଶକ୍ତି କେତେ, ସେମାନେ ଆଲଜେବ୍ରାରେ କାଲକୁଲେଟ୍ କରିଥିଲେ। ଗୋଟେ ଚାର୍ଜ ଆଉ ଗୋଟେ ଚାର୍ଜ ଭିତରେ ବଳ କେତେ, ତାକୁ ବି ପିଲାମାନେ କାଲକୁଲେଟ୍ କରିଥିଲେ। ନୂଆ ଜିନିଷ ସେମାନେ ଆଗରୁ ଦେଖି ନାହାନ୍ତି, ତେଣୁ ସବୁ ପିଲା ସମାନ, ସମସ୍ତଙ୍କୁ ନୂଆ ଜିନିଷ ପଢ଼ା ହେଲା, ନୂଆ ଜିନିଷ ପରୀକ୍ଷା ହେଲା। ତେଣୁ ସେଥିରେ ଯେଉଁମାନେ ଭଲ କରନ୍ତି ଫେଜ୍ 2ରେ, ତେଣୁ ସବୁ ମାର୍କ ମିଶିକି ଆମେ ପିଲାଙ୍କୁ ସିଲେକ୍ଟ କରୁ। ଆମର ଏଠି ଆମେ କେଉଁଝର ଜିଲ୍ଲା ହେଲା, କେନ୍ଦ୍ରାପଡ଼ା ହେଲା, ଯାଜପୁର ହେଲା, ଏଇଠୁ ପିଲାମାନେ ଆଗରୁ ବେଶୀ ବେଶୀ ଆସୁଥିଲେ। କିନ୍ତୁ ବର୍ତ୍ତମାନ ପିଲାମାନେ ନୂଆପଡ଼ା, ସୋନପୁର, ବରଗଡ଼, ଏଠୁ ପିଲାମାନେ ଆସିବା ବେଶୀ ପିଲାମାନେ ଆସିବା ଆରମ୍ଭ ହେଲାଣି। ତେଣୁ ଦୂରରୁ ଯେଉଁମାନେ, ଆପଣମାନେ ତ ପାଖରୁ ଆସିଥିବେ କାହିଁକିନା ଏ ସେଣ୍ଟରଟା ଆମ ସ୍କୁଲରେ ହେଇଛି, କିନ୍ତୁ ପିଲାମାନେ ଯେତେବେଳେ ଦୂରରୁ ଆସିବେ ତାଙ୍କ ସଂଖ୍ୟା ବେଶୀ ନଥିଲା। କିନ୍ତୁ ଯେହେତୁ ଆଜି ବରଗଡ଼ରେ ବୋଧେ 145 ପିଲା ପରୀକ୍ଷା ଦେବାର ଥିଲା, କେତେ ପିଲା ଆସିଛନ୍ତି ମୁଁ ତ ଜାଣିନି ଏପର୍ଯ୍ୟନ୍ତ,
ତେଣୁ ପିଲାମାନେ ଆସିବେ, ଆମେ ସବୁ ପିଲାଙ୍କର ମଙ୍ଗଳ ଚାହୁଁ, କିନ୍ତୁ ଆମର କର୍ତ୍ତୃତ୍ୱ ବାହାରେ ସବୁ ପିଲାଙ୍କର ଯତ୍ନ ନେବା। ତେଣୁ ଆମେ 15-16ଟି ପିଲା ଆମେ ଗ୍ରହଣ କରିବୁ। ସାର୍ ନମସ୍କାର। ନମସ୍କାର। ସାର୍ ମୁଁ କହିବି ଆଜିକା ଡେଟରେ ଗାର୍ଡିଆନ ମାନେ ତ ଭଲ ଶିକ୍ଷା ପିଲାମାନଙ୍କୁ ଦେବା ପାଇଁ କହୁଛନ୍ତି। ଯଦି ଆପଣ ଆଗ ବର୍ଷ ଆପଣ ସିଟ୍ ସଂଖ୍ୟା ବୃଦ୍ଧି କରନ୍ତି ତାହେଲେ ବହୁତ ଭଲ ହୁଅନ୍ତା। ଆପଣ ତ ଏ ବିଷୟରେ ଆଗରୁ କହିଛନ୍ତି, ଆମେ ଶୁଣିପାରୁଛୁ। କାହିଁକି ନା ଯଦି ଆଗକୁ ମାନେ ଆପଣ ସିଟ୍ ସଂଖ୍ୟା ବୃଦ୍ଧି କରିବେ ତାହେଲେ ଆମ ସମାଜର କିଛି ଉନ୍ନତି ହୁଅନ୍ତା। ଆଉ ଏ ବିଷୟରେ ଯୋଉ ଆପଣ କହିଲେ ଯେ କିଛି ପରିମାଣରେ ଆପଣ ତାଙ୍କର ଯୋଉ ଖର୍ଚ୍ଚଟା ଅ ଅଧିକରୁ ଅଧିକ ହଉଛି, ଆମେ ଯତ୍ନ ନେଇପାରିବାନି। ସେ ବିଷୟରେ ଗାର୍ଡିଆନ ମାନେ ବି କିଛି ଆପଣଙ୍କୁ ଯଦି ହୁଏତ ସେୟାର କରିପାରିବେ ସେ କଷ୍ଟଟା। ନିଶ୍ଚୟ ନିଶ୍ଚୟ, ଆପଣଙ୍କ ସଜେସନ୍, ଆପଣ ଯାହା କହିଲେ ସେଇ ଗାର୍ଡ଼ିଆନ ମାନେ ଆମକୁ ଆଗରୁ ବି ସେଇ ସଜେସନ୍ ଦେଇଛନ୍ତି। ସେ କ'ଣ ହେଉଛି, ଆପଣ ବସନ୍ତୁ ବସନ୍ତୁ। ପ୍ରକୃତରେ ଆମେ ଅନ୍ୟ ସ୍କୁଲ ଭଳି ଗାର୍ଡ଼ିଆନ ମାନଙ୍କଠୁ ପଇସା ନେଇନାହୁଁ କେବେ। କାହିଁକି ନା ତାର ମୂଳ ଉଦ୍ଦେଶ୍ୟ ହେଉଛି ଆମେ ସବୁ ପିଲାଙ୍କୁ ନିଜ ପୁଅ ଝିଅ ଭଳି ହିସାବ କରିବାକୁ ଚାହୁଁ। ତେଣୁ ଆମେ ଏଟା ସତ, ମାନେ ମୁଁ ଯେ ଯାହା କହୁଛି ପୁରା ଠିକ୍ ସେଟା ନୁହେଁ। ଆପଣମାନଙ୍କ ଚିନ୍ତାଧାରା ଅନେକ ଆଣିଛନ୍ତି। ଏଇଟା ବେଶୀ ପିଲା ଆମେ ଯଦି ତିଆରି କରିପାରନ୍ତୁ ସମାଜ ପାଇଁ ନିଶ୍ଚିତ ଭଲ। କିନ୍ତୁ ଆମର ଇଚ୍ଛା ଏଇଟା ସମ୍ଭବ ହଉ ଆମ ପିଲାଙ୍କ ଦ୍ୱାରା। ତେଣୁ ଯେଉଁ ପିଲାମାନେ ବଡ଼ ହେଲେଣି ସେମାନେ ଅନେକ ଜିନିଷ ମୁଣ୍ଡକୁ ନେଇଛନ୍ତି। ତେଣୁ ହୁଏତ ସମ୍ଭବ ହେବ। ଆସନ୍ତା ବର୍ଷ ନହେଲେ ବି କିଛି ଅଳ୍ପ ବର୍ଷ ଭିତରେ ପିଲାଙ୍କ ସଂଖ୍ୟା ବଢ଼ିବାର ଚାନ୍ସ ଅଛି, ବୁଝୁଛନ୍ତି। ତେଣୁ ଆମେ ବି ତାକୁ ନଜର ରଖିଛୁ। ଆମେ ବି ଆମର ଯେତେବେଳେ 15ଟି ପିଲା ଯାଇକି ଯାଉଛନ୍ତି, ଆମେ ବି ଖୁସି ହୁଅନ୍ତୁ ଆମର ଯଦି 20ଟି ପିଲା ଯାଆନ୍ତେ, 25ଟି ପିଲା ଯାଆନ୍ତେ। କିନ୍ତୁ କିଛିଟା ଲଜିଷ୍ଟିକ୍ସ ଆମେ ନିଜେ କରିବାକୁ ଚାହୁଁ। ତାର କାରଣଟି ଏଇଆ, ସେ କ'ଣ ହୁଏ କି ଥରେ କିଛି ବାପା ମା ପଇସା ଦେଲେ, ଯେଉଁ ବାପା ମା ପଇସା ଦଉଛନ୍ତି ଆଉ ଯେଉଁ ବାପା ମା ପଇସା ଦଉନାହାନ୍ତି, ତାଙ୍କର ପିଲାମାନଙ୍କ ଭିତରେ ସମଭାବଟା ରହେ ନାହିଁ। ସେଇଟା ଆମେ ଚାହୁଁନା। ଆମେ ସବୁ ପିଲାଙ୍କୁ ନିଜ ପୁଅ ଝିଅ ଭଳି କରିବାକୁ ଚାହୁଁ। ତେଣୁ ଆମେ ସେ କଷ୍ଟଟା ସହିଛୁ ଏବଂ ଆମରି ପିଲାମାନେ ଆପଣମାନେ ଯାହା ଚାହୁଁଛନ୍ତି ସେଇଟା ଦିନେ ସେଇଟା ସମ୍ଭବ ହେବ। ଆମେ ଧୀରେ ଧୀରେ ହୁଏତ ପିଲା ସଂଖ୍ୟା ବଢ଼େଇ ପାରୁ। ତେଣୁ ମନେ କରନ୍ତୁ ଗୋଟେ ଟିଚର ପଢ଼େଇବା ପାଇଁ 15ଟି ପିଲାରୁ 20ଟି ପିଲା କରାଯାଇପାରିବ ବା 22ଟି ପିଲା କରାଯାଇପାରିବ। ସେଇଟା ହୁଏତ ଆମେ କରିପାରୁ ଆମ ପିଲାମାନଙ୍କର ରହିବା ଖାଇବା ଖର୍ଚ୍ଚଟା ଆମେ ଯଦି ବୁଝିପାରିବୁ। ମୁଁ ହୁଏତ ବଡ଼ ପିଲାଙ୍କ ସହିତ ବି କଥା ହେବି। ଆମର ଚିନ୍ମୟ ଯିଏ ପ୍ରେସିଡେଣ୍ଟ, ସିଏ ବି ଶୁଣୁଛି ଡିସ୍କସନ୍। ତେଣୁ ଆମ ପିଲାମାନେ ବି ଜାଣିବେ। ସେଇଟା ଭଗବାନ କରନ୍ତୁ ଶୀଘ୍ର ହଉ। ମୁଁ ବି ସେଇଟା ଆଶା କରୁଛି ଏବଂ ଚାହୁଁଛି ବି। ଆମ ସାର୍ମାନେ ଯେତିକି ସମୟ ପିଲାଙ୍କୁ ଦିଅନ୍ତି ସେଇଟା ବହୁତ ରେୟାର। କାହିଁକି ପିଲାଙ୍କ ସାଙ୍ଗରେ ରହନ୍ତି। ଆମର ପିଲାମାନେ ଯଦି ଡେରି ପର୍ଯ୍ୟନ୍ତ ପିଲାମାନେ ପଢ଼ିଲେ, ମୁଁ ଗୋଟେ ଉଦାହରଣ ଦେଉଛି। ଏଇ କିଛି ଦିନ ତଳେ ମୁଁ ଯାଇଥିଲି ବଡ଼ ପିଲାମାନଙ୍କୁ କହିଲି ପଢ଼ିବା ପାଇଁ ଗୋଟେ ଜାଗାରେ ରାତିରେ। ପୁଅ ବି ଅଛନ୍ତି, ଝିଅ ବି ଅଛନ୍ତି। ତେଣୁ ମୁଁ ଜଗିକି ମୁଁ ବସୁଥିଲି, ମୁଁ ମୋ କାମ କରୁଥିଲି, ସେମାନେ ତାଙ୍କର ପଢ଼ୁଥିଲେ। ମୋ ବସିବା ବେଳେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ରିଅଲାଇଜ୍ କଲେ ଯେ ଭାଇ ବସୁଛନ୍ତି କାହିଁକି, ମୁଁ ଯାଇକି ବସେ। ତେଣୁ ଆସିଲା, ମୋଠୁ ସେ ଦାୟିତ୍ୱ ନେଲା। ତେଣୁ ଏଠି ନ କହିକି ଦାୟିତ୍ୱ ସେୟାର କରିବା ଅଛି। ତାର ମୂଳ କାରଣ ହେଉଛି ଆମେ ଆମ ପାଇଁ ପିଲାଙ୍କର ଯତ୍ନ ନେବାଟା ହେଉଛି ଆମର ଉଦ୍ଦେଶ୍ୟ। ତେଣୁ ପୁଅ ଝିଅ କରି ରଖିବା, କିଛିଟା ସଂସ୍କାର ଦେବା। ଆମେ ପିଲାଙ୍କ ସହିତ ବହୁତ ମିଶୁ। ପିଲାମାନେ ଆମର ବହୁତ କ୍ଲୋଜ୍, ଆପଣ ଜାଣିପାରିବେ ନାହିଁ। ଯେଉଁ ପିଲାମାନେ ଆପଣଙ୍କ ଆଗରେ ବସିଛନ୍ତି ସେମାନେ ଆମ ସହିତ ବହୁତ କ୍ଲୋଜ୍। ଯେଉଁଟା କି ସାଧାରଣତଃ
ସାର୍ ମାନଙ୍କ ଭିତରେ ପିଲାଙ୍କ ଭିତରେ ଗୋଟେ ଡିଷ୍ଟାନ୍ସ ଥାଏ ଅନ୍ୟାନ୍ୟ ଅନୁଷ୍ଠାନରେ। ଆମେ ଏଠି ପିଲାଙ୍କୁ ଛାତ୍ର ଗୁରୁର ସମ୍ପର୍କ ଅଛି, ତା ସହିତ ପୁଅ ଝିଅର ସମ୍ପର୍କ ବି ଅଛି। ତେଣୁ ଆମେ ତାଙ୍କୁ ସ୍ନେହ ଶ୍ରଦ୍ଧା ଦେଇକି ବଢ଼େଇଲେ ସେମାନେ ସଂସ୍କାର ନେଇକି ଯିବେ। ଆଉ 15ଟା ପିଲା ଜାଗାରେ 20ଟା ପିଲା ହେଲେ 1/3 30% 1/3 ପିଲା ବଢ଼ିଯିବେ। ତେଣୁ ହୁଏତ ଆମେ ବେଶୀ ନ ବଢ଼େଇକି ହୁଏତ କିଛି ବଢ଼େଇବା ପାଇଁ ମୁଁ ଆମ ବଡ଼ ପିଲାମାନଙ୍କ ସହିତ ସଜେଷ୍ଟ କରିବି। ଆମ ସାର୍ ମାନେ ତାଙ୍କ ମତାମତ ଦେବେ, ଆମେ କନସିଡର କରିବୁ। ଏଇଟା ମୁଁ ଆପଣଙ୍କୁ ଏତିକି କହିପାରେ। ସାର୍ ନମସ୍କାର। ନମସ୍କାର। ସାର୍ ଆକ୍ଚୁଆଲି ଏବେ ଯୋଉ ରିସେଣ୍ଟଲି ଆମେ ଦେଖୁଛେ ଯେ ଗୋଟେ ପିଓର ସାଇନ୍ସ ପାଇଁ ଲୋକଙ୍କ ଫ୍ୟାସିନେସନ ଧୀରେ ଧୀରେ କମି ଯାଉଛି। ମୋଷ୍ଟଲି ପ୍ୟାରେଣ୍ଟସ ବେଶୀ ସମସ୍ତଙ୍କର ଫୋକସ ଆଇଟି ସେଣ୍ଟ୍ରିକ ହେଇଯାଉଛି, ଯାହାଦ୍ୱାରା ସମସ୍ତେ ଭାବୁଛନ୍ତି କି ଗୋଟେ ସଫ୍ଟୱେର ଇଞ୍ଜିନିୟର ହେଲା, ଭଲ ପ୍ୟାକେଜ ପାଇଲା, ସେଇ ଟ୍ରେଣ୍ଡ ଗୋଟେ ଏବେ ଇଣ୍ଡିଆରେ ଷ୍ଟାର୍ଟ ହେଇ ଇଭିନ୍ ଏଇଟା ଆଇଆଇଟିଜ ରେ ବି ନୋଟିସ କରାଗଲାଣି। ପୁରା ଠିକ ଆଉ କହିବାକୁ ଯାଉଥିଲି, କୁହନ୍ତୁ। 2018 ରେ ଯୋଉ ଆପଣଙ୍କ ଆପଲ ର କୋ ଫାଉଣ୍ଡର ଷ୍ଟିଭ ୱଜ ଇଣ୍ଡିଆ ଭିଜିଟ କରିଥିଲେ, ସେ ଗୋଟେ କ୍ୱେଶ୍ଚନ କରିଥିଲେ ଯେ where is the creativity ବା where is the innovation, ଇଣ୍ଡିଆର ଇନୋଭେସନ କାହିଁ, ଯେ ଆଜି ଗୋଟେ ଫେସବୁକ୍ ଗୁଗୁଲ କି ଏ ଟାଇପ ର କିଛି ଇଣ୍ଡିଆର ମାନେ ନିଜେ କିଛି କ୍ରିଏଟ କରିପାରନି। ହଁ ଆଇଟି ୱାର୍କର୍ସ ଅଛନ୍ତି, କିନ୍ତୁ ଆମର ନିଜର ଗୋଟେ ପ୍ଲାଟଫର୍ମ ଆମେ ଏପର୍ଯ୍ୟନ୍ତ ଗୋଟେ ଇଣ୍ଡିଆ ଏପର୍ଯ୍ୟନ୍ତ କ୍ରିଏଟ କରିନି। ଆଉ ମୁଁ ଭାବୁଛି ବୋଧେ ତାପରେ ଆପଣଙ୍କର ଯୋଉ ଲିଷ୍ଟ ଅଫ ଆମର ଦେଖୁଥିଲେ ଆଇଭି ଲିଗ୍ କି ୟୁନିଭର୍ସିଟିଜ ଏଠି ଥିଲା, ସେଥିରେ ବୋଧେ ହୁଏ ଆମର ଏତେ ବଜେଟ ଏଜୁକେସନ ବଜେଟ ଥିଲେ ବି ଇଣ୍ଡିଆର ବୋଧେ ଟପ୍ 200 ୟୁନିଭର୍ସିଟିରେ ଇଣ୍ଡିଆର କୌଣସି ଗୋଟେ ୟୁନିଭର୍ସିଟି ଏପର୍ଯ୍ୟନ୍ତ ଆସିପାରି ନାହିଁ। ତେଣୁ ଏଇ ଯୋଉ ଏବେ ଆପଣଙ୍କର ଫାର୍ଷ୍ଟ ଅଫ ଅଲ୍ ମୁଁ ଗୋଟେ ସିନସିୟରଲି ଥ୍ୟାଙ୍କ୍ସ ଅନ୍ ବିହାଫ୍ ଅଫ୍ ଗାର୍ଡିଆନ୍ସ ପ୍ରେଜେଣ୍ଟ ଅଛନ୍ତି, ତାଙ୍କୁ ଆପଣଙ୍କୁ ଗୋଟେ ସିନସିୟରଲି ଥ୍ୟାଙ୍କ୍ସ ଦେବାକୁ ଚାହୁଁଛି, ହାଇଲି ଆପ୍ରିସିଏଟ୍ କରୁଛି ଆପଣଙ୍କର ଏମିତି ଗୋଟେ ୟୁନିକ୍ ଭିଜନାରୀ ଷ୍ଟେପ୍ ପାଇଁକା। ଆଉ ତାପରେ ମୋର ଗୋଟେ ଛୋଟିଆ କ୍ୱେଶ୍ଚିନ୍ ରହୁଛି ଯେ ଆପଣ ଯେହେତୁ ୟୁଏସ୍ ରେ ରାଇଟ୍ ନାଉ ୟୁ ଆର୍ ବେସ୍ଡ ଇନ୍ ୟୁଏସ୍, ତ ସେଠି ଯୋଉ ଏଜୁକେସନ ସିଷ୍ଟମ, ଯେ ଜଣେ ହାଇସ୍କୁଲରୁ ଗୋଟେ ଭଲ ହାଇସ୍କୁଲରୁ ଜଣେ ଗ୍ରାଜୁଏଟ୍ କରୁଛି ଗୋଟେ ପିଲା, ଆଉ ଆମର ଏଠୁ ପାସ୍ ଆଉଟ୍ ହଉଛି, ତ ଦି ଜଣଙ୍କ ଭିତରେ ଆପଣ କଣ ଡିଫରେନ୍ସ ଆଉ ମାନେ କଣ ସିମିଲାରିଟିଜ ମାନେ ଯୋଉଟା ଆପଣ ନୋଟିସ୍ କରୁଛନ୍ତି? I mean both are ready to face ଏବେ ଯୋଉ ଆଗକୁ 4-5 ବର୍ଷ ଭିତରେ ଏଆଇ ଆସୁଛି, ଆପଣ କହିଲେ କ୍ୱାଣ୍ଟମ ସାଇନ୍ସ ଆସୁଛି, ଏ ସବୁ ଜିନିଷ ପାଇଁକା ରେଡି ଅଛନ୍ତି କି? ଆଉ ଲାଷ୍ଟଲି ଗୋଟେ କନସର୍ନ ବି ମୁଁ କହୁଛି ଯେ ଯେମିତି ଆମର ଗୋଟେ ଏଜୁକେସନ ସିଷ୍ଟମ ଏବେ ଏଜୁକେସନ ପଲିସି 2020, ସେଥିରେ ମୋଷ୍ଟଲି ଦେ ଫୋକସିଂ ଅନ୍ ଭୋକେସନାଲ ପାର୍ଟସ ଟ୍ରେନିଂ, ଏ ସବୁ ଜିନିଷ ଫୋକସ କରିଛନ୍ତି। ଆଉ ତା ସହିତ ଆଉ ଗୋଟେ କନସର୍ନ ଏବେ ଦେଖିଥିଲି କିଛି ଗୋଟେ କମର୍ସିଆଲାଇଜେସନ ଏଜୁକେସନ, ଯୋଉଟା ଆପଣ କହିଲେ ଟ୍ୟୁଟୋରିଆଲ୍ସ, ବେସିକାଲି ଗୋଟେ ଆପ୍ ଆସିଥିଲା ବାଇଜୁ ଆପ୍, ଯାହାର ବଜେଟ ଆମର ଟୋଟାଲ ଏଜୁକେସନ ବଜେଟ ସହିତ ବି ସମାନ ଥିଲା, ଯାହାର ଟର୍ନ ଓଭର ଟୋଟାଲ ଭ୍ୟାଲୁଏସନ ଟା ଗୋଟେ ଟାଇମରେ। ଏଥିପାଇଁ ବି ମୁଁ ଗୋଟେ କନସର୍ନ ଅଛି, ଏଥିରେ ଆପଣଙ୍କ ଭ୍ୟୁ କଣ? ଆଉ ସେ ଯୋଉ କମ୍ପାରିଜନ ୟୁଏସ୍ ର ହାଇସ୍କୁଲ ଗ୍ରାଜୁଏଟ ପିଲା ଆମର ପାସ୍ ଆଉଟ୍, କେତେ ବର୍ତ୍ତମାନ ଆପଣ ସିମିଲାରିଟିଜ ଆଉ ଡିଫରେନ୍ସ? ଆପଣ କଣ କରନ୍ତି? ମୁଁ ପବ୍ଲିକ ୟୁଏସ୍ ର ପବ୍ଲିସିଂ ହାଉସ ଗୋଟେ ପିୟର୍ସନ ଏଜୁକେସନ ଯୋଉ ଅଛି ସାର୍, ସେଥିରେ କପିରାଇଟ୍ସ ରେ କାମ କରୁଛି, ଲିଗାଲ ଡିପାର୍ଟମେଣ୍ଟ। ଏଇ ଆମର କୋର୍ସ ୱେୟାର ପାଇଁକା ତାଙ୍କ ଷ୍ଟକ୍ ପାଇଁକା କ୍ଲିୟରେନ୍ସ ଅଲ୍ ଓଭର ଦ ୱାର୍ଲଡ ମୁଁ କ୍ଲିୟରେନ୍ସ ଆଣେ ଆପଣଙ୍କର। ଆଜ୍ଞା, ପିୟର୍ସନର ବହି ଆମ ପିଲାମାନେ ପଢନ୍ତି ୟୁନିଭର୍ସିଟି ଫିଜିକ୍ସ। ଠିକ ଶୁଣନ୍ତୁ, ଆପଣ ବହୁତ ବଢିଆ ପ୍ରଶ୍ନ ସବୁ ପଚାରିଲେ। ଆପଣ ବସନ୍ତୁ। ଥ୍ୟାଙ୍କ ୟୁ। ଆପଣଙ୍କର ଯୋଉ କଥାଟା ପ୍ରଥମେ କହିଲେ ଯେ ବିଜ୍ଞାନ ପ୍ରତି ଆଗ୍ରହର ଅଭାବ, ଅନେକ ବାପା ମା ଚାହାନ୍ତି ସଫ୍ଟୱେୟାର ପ୍ୟାକେଜ ପାଇକି କେତେ ଶୀଘ୍ର ପିଲାମାନେ ଚାକିରି କରିବେ।
ପ୍ରକୃତରେ ଯେତେବେଳେ ଆଇଆଇଟି ମାନଙ୍କର ବର୍ଷ ଶେଷରେ ତାଙ୍କର ଡିଣ୍ଡିମ ପିଟୁଛନ୍ତି ଯେ ଆମ ପିଲା ଏତିକି ପ୍ୟାକେଜ ପାଇଲେ, ଏତିକି ପ୍ୟାକେଜ ପାଇଲେ, ତାଠୁ ବଳି ଦୁଃଖର ଜିନିଷ ଆଉ କିଛି ନାହିଁ। ଆଇଆଇଟି ତିଆରି ହେଇନି ପ୍ୟାକେଜ ପାଇଁ, ଆଇଆଇଟି ତିଆରି ହେଇଛି ଇଞ୍ଜିନିୟର ସୃଷ୍ଟି କରିବା ପାଇଁ। କିନ୍ତୁ ଦୁଃଖର ବିଷୟ, ସେଠୁ ପିଲା ଇଞ୍ଜିନିୟରିଂ ପଢ଼ିବା କ୍ଷଣି ସେମାନେ ମ୍ୟାନେଜମେଣ୍ଟ ପଢ଼ିବା କଥା ଭାବୁଛନ୍ତି। ତେଣୁ ଅନେକଙ୍କର ଜୀବନରେ ଟଙ୍କା ହିଁ ଲକ୍ଷ୍ୟ, ଏବଂ ଏଇ ଯେଉଁ ମ୍ୟାଟେରିଆଲିଷ୍ଟିକ୍ ଲକ୍ଷ୍ୟ ସେଠୁ ପିଲାଙ୍କୁ ଟାଣି ଆଣି ଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହଜ ନୁହେଁ। ତେଣୁ ଟଙ୍କାର ଆକର୍ଷଣ, ପ୍ୟାକେଜର ଆକର୍ଷଣ ଯେତେବେଳେ ଆଇଆଇଟି ବାଲା ସବୁବେଳେ କହୁଛନ୍ତି, ସେଇଟା ଅତ୍ୟନ୍ତ ଦୁଃଖର ଜିନିଷ। କିନ୍ତୁ ମୁଁ କାଲି ଦେଖିଲି, କାଲି ବୋଧେ ଗଲା ବର୍ଷର ବୋଧେ ଫିଜିକ୍ସ ଆଇଆଇଟି ଟପର, ସେ ଆଇଆଇଟି ବମ୍ବେ ଛାଡ଼ିକି ଏମ୍ଆଇଟି ଗଲା ଫିଜିକ୍ସ ପଢ଼ିବା ପାଇଁ। ମୋ ଜାଣିବାରେ 2008ର ଜେଇ ଆଇଆଇଟି ଟପର, ସିଏ ବି ଆଇଆଇଟି ଦିଲ୍ଲୀ ଛାଡ଼ିକି ଯାଇଥିଲା ଏମ୍ଆଇଟି ଫିଜିକ୍ସ ପଢ଼ିବା ପାଇଁ। 2014 କି 15ର ଆଇଆଇଟି ଟପର ଆଇଆଇଟି ବମ୍ବେ ଛାଡ଼ିକି ଯାଇଥିଲା ଫିଜିକ୍ସ ପଢ଼ିବା ପାଇଁ। ତେଣୁ କିଛି ପିଲା, ଅବଶ୍ୟ ସେ ଜଣେ ଦୁଇ ଜଣ ଆଇଆଇଟି ଟପର ଯିବା, କିନ୍ତୁ ଆଇଆଇଟି ଟପର, ଆଇଆଇଟି ଜେଇର ଟପର ପିଲା ଯେତେବେଳେ ପାଠ ପଢ଼ନ୍ତି, ରିଅଲାଇଜ୍ କରନ୍ତି ଫିଜିକ୍ସର ଯେଉଁ ଜିନିଷ ଆନନ୍ଦ, ଯେଉଁ ବିୟୁଟି ଅଛି, ସେଇଟା ସାଧାରଣତଃ ମିଳିବନି ସହଜରେ। ତେଣୁ ସେମାନେ ଯାଆନ୍ତି, କିନ୍ତୁ ସେଇଟା ରେୟାର। ପିଲାମାନେ ଇଞ୍ଜିନିୟରିଂ ପଢ଼ିଲେ ଶୀଘ୍ର ସେଟେଲ୍ଡ ହେବେ ଫାଇନାନ୍ସିଆଲ ଦୃଷ୍ଟିରୁ। ଗୋଟେ ଯେଉଁଠି ପରିବାରରେ ଡିଫିକଲ୍ଟିଜ ରହିଛି, ବାପା ମା ଚାହିଁବେ ପିଲା କେମିତି ଶୀଘ୍ର ସେଟେଲ୍ଡ ହଉ। କିନ୍ତୁ ତା ସତ୍ତ୍ୱେ ବି ଆମେ ପିଲାଙ୍କୁ ବୁଝାଉ ଯେ ପିଏଚଡି କଲା ବେଳେ ବି ତମେ ଟଙ୍କା ପାଇପାରିବ, ଫେଲୋସିପ୍ ପାଇବ। ଆମର ଯେଉଁ ପିଲାମାନେ ପିଏଚଡି କରିବାକୁ ଆମେରିକା ଆସିଛନ୍ତି ବା ୟୁରୋପରେ ବର୍ତ୍ତମାନ ଅଛନ୍ତି 3-4 ଜଣ, ସମସ୍ତେ ଫେଲୋସିପ୍ ପାଇକି ଆସିଛନ୍ତି। ସମସ୍ତେ ଯେତେ ପଇସା ପାଉଛନ୍ତି ରିସର୍ଚ୍ଚରୁ, ଆଉ ଯେତିକି ପଇସା ସେଭ୍ କରିକି ବାପା ମାଆଙ୍କୁ ସାହାଯ୍ୟ କରୁଛନ୍ତି, ସେତିକି ସାହାଯ୍ୟ ଇଣ୍ଡିଆରେ ଚାକିରି କରିକି କରିପାରୁନାହାନ୍ତି। ପ୍ରଥମ କିଛି ବର୍ଷ ଗଲା ପରେ ତାଙ୍କ ପେ ପ୍ୟାକେଜ ହୁଏତ ବହୁତ ଅଧିକା ହେଉଛି, କିନ୍ତୁ ସେତିକି ବର୍ଷ ପରେ ଆମ ପିଲା ବି ପିଏଚଡି ସାରିକି ସିଏ ଯେତେବେଳେ ଫୁଲ୍ ଚାକିରି କରିବେ, ତାଙ୍କ ଇଏ ବି ସେମାନେ ପାଇବେ ବହୁତ ଭଲ ପଇସା। ତେଣୁ କିନ୍ତୁ ପଇସା ଇଞ୍ଜିନିୟରିଂ ପଢ଼ିବା ବା ଇଞ୍ଜିନିୟରିଂ ପଢ଼ିକି ବି ରିସର୍ଚ୍ଚ କରିହେବ। ତେଣୁ ଯେଉଁ ପିଲାମାନେ ଇଞ୍ଜିନିୟରିଂ ପ୍ୟାକେଜ କଥା ନ ଭାବିକି ଇଞ୍ଜିନିୟରିଂ ରିସର୍ଚ୍ଚ କଥା ଭାବିବେ, ଅନ୍ତତଃ ଆମେ ସେଇଟା ହିଁ ଚେଷ୍ଟା କରୁଛୁ। ଆମର ପିଲାମାନେ ଇଞ୍ଜିନିୟରିଂ ରିସର୍ଚ୍ଚ କରିବା ପାଇଁ ବି ଆମେ ତାଙ୍କୁ ଏନକରେଜ କରୁ। ଆମର ଯେଉଁ ଏନ୍ଆଇଏଚ୍ ପିଲା ମୁଁ କହିଲି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥରେ ଅଛି, ସେ ଇଞ୍ଜିନିୟରିଂ ପିଲା, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପିଲା। ତାପରେ ସେ ପିଏଚଡି କରିକି ସେ ବର୍ତ୍ତମାନ ପୋଷ୍ଟଡକ୍ କରୁଛି। ତାକୁ ବହୁତ ଅଫର୍ ବିଭିନ୍ନ ଆଡ଼ୁ ନ ଯାଇକି ସେ ବର୍ତ୍ତମାନ ରିସର୍ଚ୍ଚ କରୁଛି ଜଣେ ବଡ଼ ଲୋକଙ୍କ ସାଙ୍ଗରେ। ତା ଦ୍ୱାରା ତା ରିସର୍ଚ୍ଚ ବି ହେଇପାରିବ ଏବଂ ପଇସା ବି ପାଇପାରିବ। ରିସର୍ଚ୍ଚ କଲେ ଯେ ପଇସା ମିଳିବ ନାହିଁ, ତା ବି ସତ ନୁହେଁ। କିନ୍ତୁ ସେ ଯେଉଁ ସାଙ୍ଗସାଥି ସମସ୍ତଙ୍କ ଭିତରେ ଡିସ୍କସନ୍ ଯେ ପେ ମିଳୁଛି ଏତିକି, ପେ ପ୍ୟାକେଜ ଏତିକି, ଏବଂ ଆଉ ଗୋଟେ ଜିନିଷ, ଚାକିରି ଗୋଟେ କରି ସାଙ୍ଗେ ସାଙ୍ଗେ ଆଉ ଗୋଟେ ଚାକିରି ବଦଳେଇବା, ଆଉ ଗୋଟେ ଚାକିରି ବଦଳେଇବା, ଏଇଟା ଅନେକଟା ହ୍ୟାବିଟ୍ ଯେଉଁଟାକି ଭଲ ବି ନୁହେଁ। କାହିଁକି ନା ଲୟାଲ୍ଟି ଇଜ୍ ଅଲସୋ ଇମ୍ପୋର୍ଟାଣ୍ଟ। ଯିଏ ତୁମକୁ ପ୍ରଥମେ ଟଙ୍କା ଦେଇକି ନେଉଛି, ତା ସହିତ ତୁମେ କର୍ତ୍ତବ୍ୟ ଦୃଷ୍ଟିରୁ ବର୍ଷେ 1.5 ବର୍ଷ କାମ କରିବା ଉଚିତ। କିଛି ଆଜିକାଲି ପିଲା ଗଲେ 3 ମାସ ପରେ ଆଉ ଗୋଟେ କମ୍ପାନୀ ଜଏନ୍ କଲେ, 5 ମାସ ପରେ ଆଉ ଗୋଟେ କମ୍ପାନୀ ଜଏନ୍ କଲେ। ଏଥିରେ ମଣିଷ ପଣିଆର ଅଭାବ ଟିକେ ରହୁଛି। ଟଙ୍କା ପଛରେ ଗୋଡ଼େଇଲେ ତାର ତ ଶେଷ ନାହିଁ। ଟଙ୍କାର ଲୋଭର ମଣିଷର ସୀମା ନାହିଁ। କିନ୍ତୁ ଅଳ୍ପ ପଇସାରେ ଗାଁ ଗଣ୍ଡରେ ବି ଲୋକ ଖୁସିରେ ଅଛନ୍ତି, ବହୁତ ପଇସା ଥାଇକି ବଡ଼ ବଡ଼ ସହରରେ ବି ଲୋକ ଖୁସିରେ ନାହାନ୍ତି। ତେଣୁ ଖୁସିରେ ରହିବାଟା, ବରଂ ପିଲାମାନେ ଉପନିଷଦ ଭଗବତ ଗୀତାରୁ ବେଶୀ ଶିଖିପାରିବେ ଦାନ୍ ପେ ପ୍ୟାକେଜରୁ। ଏଇଟା ହେଲା କଥା। ମୁଁ ବି ଆଦୌ ଖୁସି ନୁହେଁ। ଆପଣ ଆଇଆଇଟିର ପେ ପ୍ୟାକେଜ କଥା କହିଲେ, ମୁଁ ଯେତେବେଳେ ପଢ଼େ ଦୁଃଖ ଲାଗେ ଯେ ଆଇଆଇଟିରେ ପ୍ରଫେସର ମାନେ ବି ପେ ପ୍ୟାକେଜକୁ ଜୋର ଦେଉଛନ୍ତି, ରିସର୍ଚ୍ଚକୁ ଜୋର ନ ଦେଇ।
ପ୍ରକୃତରେ ଆଇଆଇଟି ମାନଙ୍କର ରିସର୍ଚ୍ଚ ଆଗରୁ ହଉନଥିଲା, ସେଇଥିପାଇଁ ତ ଆଇଜର ସବୁ ସୃଷ୍ଟି ହେଲେ। ଆଇଜରରେ ବର୍ତ୍ତମାନ ବିଶେଷ ଅଣ୍ଡର ଗ୍ରାଜୁଏଟ୍ ପିଲାମାନେ ଯେଉଁମାନେ ବିଏସସି ପଢ଼ୁଛନ୍ତି ସେମାନେ ରିସର୍ଚ୍ଚ କରୁଛନ୍ତି, ଏବଂ ଆମରି ପିଲା ସେଇ ପଢ଼ିକି ଆସିଛନ୍ତି ଏଠିକି ପିଏଚଡି କରିବା ପାଇଁ। କିନ୍ତୁ ଆଇଆଇଟିରେ ରିସର୍ଚ୍ଚ ପ୍ରାୟତଃ ବିଟେକ୍ ଉପରେ ଜୋର ଦେଇକି ସେମାନେ ରିସର୍ଚ୍ଚ କରୁନଥିଲେ। ତେଣୁ ସେଥିପାଇଁ ଆମେ ତ ଅନେକ ସମୟରେ ଆମ ପିଲାଙ୍କୁ ଡିସ୍କରେଜ୍ କରୁ ଆଇଆଇଟି ଯିବା ଅପେକ୍ଷା ଆଇଜର ଯିବା ପାଇଁ, କାହିଁକିନା ଆଇଜରରେ ରିସର୍ଚ୍ଚ କରିବାର ସୁଯୋଗ ମିଳିବ। ଆଚ୍ଛା, ତାପରେ ଆପଣଙ୍କ ଦ୍ୱିତୀୟ ପ୍ରଶ୍ନ ହେଲା ଆମ ପିଲାମାନଙ୍କୁ କେମିତି କମ୍ପେୟାର କରିବା ଏଠିକା ଭଲ ପିଲାଙ୍କ ସହିତ। ଏଠି ପିଲାମାନଙ୍କର ଯେଉଁମାନେ ଭଲ ଷ୍ଟୁଡେଣ୍ଟ ସେମାନଙ୍କର ଗୋଟେ ଜିନିଷ ଅଛି ଯେଉଁଟା ଆମର ନାହିଁ, ଯେଉଁଟା ମୁଁ ଋତୁପଲ୍ଲୀରେ ଆଣିବାକୁ ଚେଷ୍ଟା କରିଛି କିନ୍ତୁ ଏପର୍ଯ୍ୟନ୍ତ ଭଲ କି ସକ୍ସେସଫୁଲ୍ ହେଇନାହିଁ। ସେଟା ହେଉଛି ରିସର୍ଚ୍ଚ। ଆମେରିକାରେ ଯେଉଁ ପିଲାମାନେ ହାଇସ୍କୁଲରେ ଭଲ ପଢ଼ନ୍ତି, ଅବଶ୍ୟ ହାଇସ୍କୁଲଟା +2 ପର୍ଯ୍ୟନ୍ତ, ଆମର +2ଟା ଥିଲେ ହୁଏତ ସେ ପିଲା ବିଶେଷ କରିପାରନ୍ତେ, କିନ୍ତୁ ଭଲ ପିଲାମାନେ ଆମେରିକାରେ ରିସର୍ଚ୍ଚ ଆରମ୍ଭ କରନ୍ତି 9ମ ଶ୍ରେଣୀରୁ 10ମ ଶ୍ରେଣୀରୁ। ପାଖ ୟୁନିଭର୍ସିଟି ଯାଇ ବା ତାଙ୍କ ସ୍କୁଲରେ ଟିଚର ମାନେ କୌଣସି ୟୁନିଭର୍ସିଟିକୁ ନେଇକି ପିଲାଙ୍କୁ ରିସର୍ଚ୍ଚ କରାନ୍ତି। ତେଣୁ 9ମଠୁ ଦ୍ୱାଦଶ ଭିତରେ ପିଲାମାନେ ରିସର୍ଚ୍ଚ କରିବା ଭଲ ପିଲାଙ୍କର ଏଇଟା ବହୁତ ଅଛି ଏଠି। ଯଦିଓ ପିଲାମାନେ ପାଠରେ ଆମ ପିଲାଙ୍କଠୁ ବହୁତ ପଛରେ, ଅଙ୍କରେ ପଛରେ, ଫିଜିକ୍ସରେ ପଛରେ, କେମିଷ୍ଟ୍ରିରେ ପଛରେ, କିନ୍ତୁ ଯଦି ଗୋଟେ ପିଲା କେମିଷ୍ଟ୍ରିରେ ଭଲ ସେ କେମିଷ୍ଟ୍ରିରେ ରିସର୍ଚ୍ଚ କରୁଛି, ଯେଉଁ ପିଲା ଫିଜିକ୍ସରେ ଭଲ ସେ ଫିଜିକ୍ସରେ ରିସର୍ଚ୍ଚ କରୁଛି। ତେଣୁ ରିସର୍ଚ୍ଚ କରିବାର ସୁବିଧାଟା ଆମେରିକାରେ ଯେମିତି ଅଛି ସେଇଟା ଆମ ଦେଶରେ ନାହିଁ। ମୋ ଜାଣିବାରେ ହାଇସ୍କୁଲ ରିସର୍ଚ୍ଚ କରିବା ଉଦ୍ଦେଶ୍ୟ ନେଇକି ଏ ସ୍କୁଲ ତିଆରି ହେଇଥିଲା। ଆମେ 2 ବର୍ଷ ତଳେ ଆମର ଯେଉଁ 25 ବର୍ଷ ପୁରିଲା ସେଇ ବର୍ଷ ଆମେ ଗୋଟେ କରିଥିଲୁ, ଆମର 4ଟି ପିଲା ରିସର୍ଚ୍ଚ ଟିମ୍ କରେଇଥିଲେ। ରିସର୍ଚ୍ଚ ଟିମ୍ କରେଇ ଜଣେ ବ୍ରେନ୍ ଉପରେ ରିସର୍ଚ୍ଚ, 2 ଜଣ ବ୍ରେନ୍ ଉପରେ ଟିମ୍ ନ୍ୟୁରୋବାୟୋଲୋଜି, ଫିଜିକ୍ସରେ ଗୋଟେ ଟିମ୍, ମୋର ଗୋଟେ ଫିଜିକ୍ସରେ ଗୋଟେ ଟିମ୍, ଏମିତି ଆମେ କରିଥିଲୁ ରିସର୍ଚ୍ଚ ପିଲାଙ୍କୁ କରେଇବା ପାଇଁ। ପ୍ରକୃତରେ ସେଇ ବର୍ଷ ଆମର ଡ୍ରାମା ଫ୍ରାମା ବହୁତ ଜିନିଷ ରହିଲା, ପିଲାମାନେ ରିସର୍ଚ୍ଚ କଲେ ବି, କିନ୍ତୁ ସମସ୍ତଙ୍କୁ କୋଭିଡ଼ ସେଇ ସମୟରେ ଦେହ ଖରାପ ସମସ୍ତଙ୍କର ହେଲା। ତେଣୁ ପିଲାମାନେ ତାଙ୍କ ରିସର୍ଚ୍ଚର ପ୍ରେଜେଣ୍ଟେସନ୍ ଯାହା ଦେଇଥାନ୍ତେ ସେ ଆଉ ଦେଇପାରିଲେ ନାହିଁ। କାହିଁକି ନା ସେଇ ଅଗଷ୍ଟ 15 ସମୟରେ ଯେଉଁ 3 ଦିନ ଆମର ଥିଲା ସବୁ ହବାର, ସେଇ ସମୟରେ ପ୍ରାୟତଃ ସମସ୍ତେ ଜ୍ୱରରେ ପଡ଼ିଗଲେ। କିନ୍ତୁ ଯେଉଁ ଡ୍ରାମା ନାଚ ଗୀତ ଥିଲା ତାକୁ ସେମାନେ ଜ୍ୱର ଫରରେ ପଡ଼ି ମଧ୍ୟ ନାଚି ଗାଇ ସେମାନେ ଫଙ୍କସନ୍ କମ୍ପ୍ଲିଟ୍ କଲେ। କିନ୍ତୁ ରିସର୍ଚ୍ଚ ପ୍ରେଜେଣ୍ଟେସନ୍ ଗୁଡ଼ା ସେ ତାଙ୍କର ଯେଉଁମାନେ ତାଙ୍କୁ ଶିଖଉଥିଲେ ଆମେରିକାରୁ 3 ଜଣ, ତାଙ୍କ ସମୟ ଆଙ୍କ ସମୟ ମ୍ୟାଚ୍ କରିକି ରିସର୍ଚ୍ଚ କରିବା ଚାଲିଥିଲା। ସେଇଟା ଆମର ଇଚ୍ଛା ସେଇଟା କରିବା। ତେଣୁ ସେଇଟା ଆପଣ କହିପାରନ୍ତି ଭଲ ପିଲା, ଆମେରିକାର ଭଲ ପିଲା ମାନେ ଆମେରିକାର ଭଲ ସ୍କୁଲର ଭଲ ପିଲା ନୁହେଁ ଯେ ସମସ୍ତେ, ଭଲ ସ୍କୁଲର ଭଲ ପିଲାମାନେ ରିସର୍ଚ୍ଚ କରିଥାନ୍ତି। ତେଣୁ ସେମାନେ ଯେତେବେଳେ ଆପ୍ଲାଏ କରନ୍ତି MITକୁ, ଷ୍ଟାନଫୋର୍ଡ଼କୁ, ସେମାନେ ଅଲରେଡ଼ି ଦେଖାନ୍ତି ଆମେ ଏଇ ରିସର୍ଚ୍ଚ କରିଛୁ, ତେଣୁ ତାଙ୍କୁ ସେମାନେ ବଡ଼ ଜାଗାକୁ ଯାଆନ୍ତି। କିନ୍ତୁ ଆମ ପିଲା ଯେଉଁମାନେ ଇଣ୍ଡିଆରେ ପଢ଼ୁଛନ୍ତି ତାପରେ PhD କରିବାକୁ ଆସୁଛନ୍ତି, ସେମାନେ ବର୍ତ୍ତମାନ ଅଣ୍ଡର ଗ୍ରାଜୁଏଟ୍ରେ ବଢ଼ିଆ ରିସର୍ଚ୍ଚ କରିବାର ସୁଯୋଗ ପାଉଛନ୍ତି। ଆମର ପିଲାମାନେ ଦେଶ ବାହାରକୁ ଯାଇକି ରିସର୍ଚ୍ଚ କରିବା, ଏଇ ଯେଉଁ ଝିଅଟି ମୁଁ କହିଲି ଆନନ୍ଦପୁର ଏରିଆର ଆସିବ PhD କରିବାକୁ, ସିଏ ଗଲା ବର୍ଷ ଯାଇଥିଲା ଜର୍ମାନୀ ସମରରେ ରିସର୍ଚ୍ଚ କରିବା ପାଇଁ, ତା ପୂର୍ବ ବର୍ଷ ଯାଇଥିଲା ଫ୍ରାନ୍ସ ରିସର୍ଚ୍ଚ କରିବା ପାଇଁ, ତା ପୂର୍ବରୁ ଆମର ଆଉ ଗୋଟେ ପିଲା ସିଏ ଚାଇନା ଯାଇଥିଲା ଗୋଟେ ବର୍ଷ ରିସର୍ଚ୍ଚ କରିବା ପାଇଁ ସମରରେ, ଆଉ ଗୋଟେ 2 ବର୍ଷ ଯାଇଥିଲା ଇଜ୍ରାଏଲ, ଯେଉଁ ପିଲାଟି ବର୍ତ୍ତମାନ ଷ୍ଟାନଫୋର୍ଡ଼ରେ ବ୍ରେନ୍ ଉପରେ କାମ କରୁଛି। ତେଣୁ ଆଇଜର ଗଲେ ରିସର୍ଚ୍ଚ କଲେ, ବାହାରକୁ ରିସର୍ଚ୍ଚ ଫେଲୋସିପ୍ ପାଇକି ଯିବା। ଏଥର ଆମର ଆଉ ଗୋଟେ ଯେଉଁ କ୍ୱାଣ୍ଟମ୍ କମ୍ପ୍ୟୁଟିଂ କଥା ପଡ଼ିଥିଲା, ଫାଷ୍ଟ ଟାଇମ୍ ପାଇଁ ଗୋଟେ ପିଲା ଆମର ଏଥର ୟୁରୋପ ଯାଇଛି କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ, ଯାହାର ସାଙ୍ଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ PhD କରୁଛି ବୋଲି ମୁଁ ଆପଣଙ୍କୁ ତା ଫଟୋଟା ଦେଖେଇଥିଲି।
ତାର କ୍ଲାସମେଟ୍ ସାଙ୍ଗ ଗଲା ବର୍ଷ ଯାଇଛି କ୍ୱାଣ୍ଟମ୍ କମ୍ପ୍ୟୁଟିଂ କ୍ୱାଣ୍ଟମ୍ ଇନଫର୍ମେସନରେ PhD କରିବା ପାଇଁ। ତେଣୁ ଆମ ଦେଶରେ ପଢ଼ିଲେ ପିଲାମାନେ ଥିଓରିଟିକାଲ ପାଠରେ ଷ୍ଟ୍ରଙ୍ଗ, ଏକ୍ସପେରିମେଣ୍ଟାଲ ଜିନିଷ ବୁଝିନଥାନ୍ତି। ଆପଣ ମୁଁ ଜାଣିନାହିଁ ଆମର ସେଠି ରଖା ହେଇଛି କି ନାହିଁ, ଆମର ଅସିଲୋସ୍କୋପଟା ସେଠି ଅଛି କି ରେ? ନା ନା ନା, ସେଟା କ'ଣ ହେଲା? ରୁମରେ ଅଛି ବୋଧେ। ରୁମ୍ରେ ଅଛି, ଠିକ୍ ଅଛି। ମୁଁ ଗୋଟେ ଖାଲି ମୁଁ ଖାଲି ଗୋଟେ ଉଦାହରଣ ଦେଉଛି। ହଁ ଠିକ୍ ଅଛି, ଠିକ୍ ଅଛି। ନାହିଁ ଯଦି ଠିକ୍ ଅଛି। ଆମର ଅନ୍ୟ ଇନଷ୍ଟ୍ରୁମେଣ୍ଟ ଗୁଡା ଅଛି। କ'ଣ କ'ଣ ଅଛି? ଅସିଲୋସ୍କୋପ ନାହିଁ? ମୋଟର ଅଛି। ଓକେ, ଇଲେକ୍ଟ୍ରିକ ମୋଟର। କୁନି କୁନି ମୋଟର ତିଆରି କରିବା, ସେଟା ସେଥିପାଇଁ କ'ଣ ମ୍ୟାଟେରିଆଲ ଦରକାର? ଅତି ସାଧାରଣ ମ୍ୟାଟେରିଆଲ ଦରକାର। ଆଜ୍ଞା, କପ୍ ସେ ସେଫ୍ଟି ପିନ୍ କପ୍ସ ତା ମଡେଲଟା ଅଛି। ଆମେ ବନେଇଥିଲୁ। ମୁଁ ଯୋଉଟା କରିଥିଲି। ଠିକ୍ ଅଛି, ଠିକ୍ ଅଛି, ତମେ କରିଥିଲ ଯୋଉଟା। ଗଲା ବର୍ଷ ଆମ ପିଲାମାନେ ଗୋଟେ ଅସିଲୋସ୍କୋପ ଦେଖିଲେ। ଯେଉଁମାନେ ଇଞ୍ଜିନିୟରିଂ ପଢ଼ିଛନ୍ତି ସେମାନେ ଅସିଲୋସ୍କୋପ ତାଙ୍କ ଲାବୋରେଟୋରୀରେ ୟୁଜ୍ କରିଥିବେ ଏବଂ ବିନା ଅସିଲୋସ୍କୋପରେ ରିସର୍ଚ୍ଚ ପ୍ରାୟତଃ ସମ୍ଭବ ନୁହେଁ। ସବୁ ରିସର୍ଚ୍ଚ ଲ୍ୟାବ୍ରେ ଅସିଲୋସ୍କୋପ ଥାଏ। ଆମ ପିଲାଙ୍କୁ ଆମେ ଅସିଲୋସ୍କୋପ ଆଣିକି ଗଲା ବର୍ଷ ଏଇ ସମର ଭେକେସନରେ ସପ୍ତମ ଅଷ୍ଟମ ପିଲାଙ୍କୁ ଯେଉଁମାନେ ବର୍ତ୍ତମାନ ସପ୍ତମ ଅଷ୍ଟମରେ ଅଛନ୍ତି ତାଙ୍କୁ ଆମେ ପଢ଼େଇଥିଲୁ ଯେ ଜଣେ ଯେତେବେଳେ ଗୀତ ଗାଉଛି କଟକ ରେଡ଼ିଓ ଷ୍ଟେସନରେ, ସେ ଗୀତଟା କେମିତି ଇଲେକ୍ଟ୍ରିକ୍ କରେଣ୍ଟରେ ପରିଣତ ହେଉଛି, ସେ କରେଣ୍ଟଟା ପୁଣି କେମିତି ଆକାଶରେ ସେଟା ଗୋଟିଏ ଢେଉ ହେଇକି ବିଦ୍ୟୁତ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ୱେଭ୍ ହେଇକି ଟ୍ରାଭେଲ୍ କରୁଛି, ସେ ଆଣ୍ଟିନାରୁ ଆସି ଆମ ବିଲ୍ଡିଂ ଆଣ୍ଟିନାରେ ବାଡ଼େଇ ହେଉଛି, ଆମ ବିଲ୍ଡିଂ ଆଣ୍ଟିନାରେ ବାଡ଼େଇ ହେବା ଦ୍ୱାରା ସେଠି କେମିତି କରେଣ୍ଟ ସୃଷ୍ଟି କରୁଛି, ସେ କରେଣ୍ଟ ଆସିକି କେମିତି ଆମ ଟିଭି ବା ଆମ ମ୍ୟୁଜିକ୍ ସିଷ୍ଟମରେ ଶୁଭୁଛି। ସେ କଥା ଛୋଟ ସପ୍ତମ ଅଷ୍ଟମ ପିଲାଙ୍କୁ ବୁଝା ହେଇଥିଲା, ସେମାନେ ନିଜେ ବି ବୁଝେଇକି ଲେଖିଛନ୍ତି। ସେଇଟା ତାଙ୍କୁ ଆମେ ଦେଖେଇଲୁ ଅସିଲୋସ୍କୋପରେ ଗୋଟେ ଛୋଟ ସ୍ପିକର ଲଗେଇକି। ସ୍ପିକରରେ ତ କେହି କଥା କୁହନ୍ତିନି, ସ୍ପିକରରେ ଶୁଣନ୍ତି। କିନ୍ତୁ ଆମ ଛୁଆଙ୍କୁ ଆମେ ପଢ଼େଇଛୁ, ଦେଖେଇଛୁ ଯେ ସ୍ପିକରର ଫିଜିକ୍ସ ଯାହା, ମାଇକ୍ରୋଫୋନର ଫିଜିକ୍ସ ସେଇଆ। ତେଣୁ ଆମେ ଗୋଟେ ସ୍ପିକରକୁ ମାଇକ୍ରୋଫୋନ୍ କରିଦେଇପାରିବୁ। ଆମ ଛୁଆ ସେଇ ସ୍ପିକରରେ ସାରେଗାମା ଗାଇକି ତାକୁ ଅସିଲୋସ୍କୋପରେ ଇଲେକ୍ଟ୍ରିକାଲ କରେଣ୍ଟ ହିସାବରେ ଦେଖିଲେ। ତେଣୁ ଏସବୁ ଜିନିଷ ଯେଉଁମାନେ ଆଖି ଆଗରେ କରୁଛନ୍ତି ସେମାନେ କେବେ ଭୁଲିବେ ନାହିଁ। ତେଣୁ ଯେତେବେଳେ ମୋର ମନେ ଅଛି, ମୁଁ ଯେତେବେଳେ ଅସିଲୋସ୍କୋପ ଦେଖିଲି, ଆମେ ପ୍ରଥମେ ଟିକେ ଆବାକାବା ହେଇଯାଉ, ଆରେ ଏଇଟା ଗୋଟେ ଇନଷ୍ଟ୍ରୁମେଣ୍ଟ, ଏହାକୁ କେମିତି ୟୁଜ୍ କରିବ, କ'ଣ କରିବ। କିନ୍ତୁ ଅନେକ ଇନଷ୍ଟ୍ରୁମେଣ୍ଟ ଆମ ପିଲାଙ୍କ ପାଇଁ ନୂଆ ନୁହେଁ। ଆମ ପିଲାଙ୍କ ପାଇଁ କମ୍ପ୍ୟୁଟର ନୂଆ ନୁହେଁ, ଆମ ପିଲାଙ୍କ ପାଇଁ ଇଣ୍ଟରନେଟ୍ ନୂଆ ନୁହେଁ, ଆମ ପିଲାଙ୍କ ପାଇଁ ଅନେକ ଇନଷ୍ଟ୍ରୁମେଣ୍ଟ ବି ନୂଆ ନୁହେଁ। ମୁଁ ଯେଉଁ କେତେଟା ଭିଡ଼ିଓ ଆପଣଙ୍କୁ ଦେଖେଇ ପାରିଲି ନାହିଁ, ମୁଁ ଟିକେ ରେଡ଼ି ହେବାର ଥିଲା, ମୁଁ ମାନେ ତାକୁ ଟିକେ ଗୋଟେ ଫୋଲ୍ଡରରେ ରଖିବାର ଥିଲା। କିନ୍ତୁ ଅତି ଚମତ୍କାର ଜିନିଷ ଆମ ପିଲାମାନେ ଦେଖନ୍ତି। ହୀରାକୁଦରେ ସୃଷ୍ଟି ହେଉଛି ଇଲେକ୍ଟ୍ରିସିଟି। ପ୍ରକୃତରେ ଇଲେକ୍ଟ୍ରିସିଟି ସୃଷ୍ଟି କେମିତି ହେଉଛି? ଆମ ଆଖି ଆଗରେ ପିଲା ଗୋଟେ ମୋମେଣ୍ଟରେ ଦେଖିବେ, ହେଇ ସାଙ୍ଗେ ସାଙ୍ଗେ କ'ଣ କିଛି ନାହିଁ, ଆଲୋକଟା ଜଳିଲା, ବ୍ୟାଟେରୀ ନାହିଁ, କିଛି କାନ୍ଥରେ ଲଗା ହେଇନାହିଁ, ଅଥଚ ବଲ୍ବଟା କ'ଣ ଜଳିଲା। এইগুଡ଼ା ଯିଏ ଦେଖିଥିବ ଏବଂ ବୁଝିଥିବ ତା ପାଇଁ ବଡ଼ ନୁହେଁ। ଏବଂ ଏହିସବୁ ଜିନିଷ ଦେଖିଲେ ମଣିଷର ଆଗ୍ରହ ଆସିବ ବିଜ୍ଞାନ ପ୍ରତି। ଜଣେ 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 ସାଟିସ୍ଫାଏଡ୍ ହେବ ନାହିଁ କେବଳ ଟଙ୍କା କରିକି, ବୁଝିଲେ। ଏମିତି ଟଙ୍କା କରିବା କିଛି ଖରାପ ନୁହେଁ। ଧର୍ମ, ଅର୍ଥ, କାମ, ମୋକ୍ଷ ଚାରିଟା ଯାକ ଆମର ପୁରୁଷାର୍ଥ। ତେଣୁ ଆମେ ଛୁଆଙ୍କୁ ଶିଖଉ, ଯେପର୍ଯ୍ୟନ୍ତ ଅର୍ଥ ଉପାର୍ଜନ କରିଛ ଧର୍ମର ସହିତ, ଅଧର୍ମରେ ନୁହେଁ, ତାହେଲେ ଠିକ୍ ଅଛି। ଯଦି ତମେ ଅର୍ଥ ଉପାର୍ଜନ କରୁଛ, ବଡ଼ ଘର କରୁଛ, ଭଲ କଥା, କିଛି ଅସୁବିଧା ନାହିଁ। ତେଣୁ ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରିଟା ଯାକ ଆମର ପୁରୁଷାର୍ଥ। ତେଣୁ ଟଙ୍କା କିଛି ଖରାପ ଜିନିଷ ନୁହେଁ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଥିଲେ ସିଏ ବି ମିଳିବ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଥିଲେ
ସମ୍ପତ୍ତି ଆସିବ। ସମ୍ପତ୍ତି ହେଲା ଜ୍ଞାନ। ତେଣୁ ଆମର ଯେଉଁ ଧାରଣା ଯେ ସରସ୍ୱତୀଙ୍କ ଆଶୀର୍ବାଦ ଥିଲେ ମିଳିବ, ହଁ ସରସ୍ୱତୀଙ୍କ ଆଶୀର୍ବାଦ ଥିଲେ ମିଳିବ, ଲକ୍ଷ୍ମୀଙ୍କ ଆଶୀର୍ବାଦ ଥିଲେ ଯେ କେବଳ ଟଙ୍କା ମିଳିବ ସେଇଟା ନୁହେଁ। ସମ୍ପତ୍ତି କାହାକୁ କୁହାଯାଏ? ତେଣୁ ସେଇ ସବୁ ଜିନିଷ ବୁଝିବା, ଭଲ ମଣିଷଟେ ହେବା, ସ୍ୱାର୍ଥପର ହେବା ନାହିଁ, ଏତିକି ଆମେ ତାଙ୍କୁ ଶିଖିବାକୁ ଚେଷ୍ଟା କରୁ। ତେଣୁ ତାରି ଭିତରେ ଆପଣ ଯେଉଁ କହିଲେ ଯେ ଆମେରିକାର ପିଲାମାନଙ୍କୁ, ଅନ୍ତତଃ ଋତପଲ୍ଲୀ ପିଲାଙ୍କ ତୁଳନାରେ ଏସବୁ ଡିସ୍କସନ୍ କୌଣସି ସ୍କୁଲରେ ପ୍ରାୟତଃ ହୁଏ ନାହିଁ। ତେଣୁ ଆମେରିକାରେ ସେ ଦୃଷ୍ଟିରୁ ଆମେରିକାର ସୋଶାଲ ଡିସ୍କସନ୍ ତୁଳନାରେ ଆମ ସଂସ୍କୃତି ଆମକୁ ବଞ୍ଚେଇକି ରଖିଛି। ତେଣୁ ଭଗବାନ କରନ୍ତୁ ରାମଙ୍କ ଆଗମନ ପରେ ଆମ ସଂସ୍କୃତି ଉପରେ ଲୋକମାନଙ୍କର ଆଗ୍ରହ ବଢ଼ୁ। ଆମ ପରିବାର କ'ଣ, ପରିବାର ସହିତ ସମ୍ପର୍କ କ'ଣ, ଏସବୁ ପିଲାମାନେ ଏବେ ଭାବନ୍ତୁ। ହୁଏତ ଶ୍ରୀରାମ ସେମାନଙ୍କୁ ଏତିକିଟା ଚେତେଇ ଦେବେ ବୋଲି ଆଶା କରାଯାଉଛି। ନହେଲେ ଆମ ପିଲାମାନେ ୱେଷ୍ଟକୁ ଅନେଇ ତାକୁ କପି କରି ୱେଷ୍ଟର ଯେତିକି ବଦଗୁଣ ସବୁ ଶିଖିବା, ୱେଷ୍ଟରେ ବହୁତ ଭଲ ଜିନିଷ ଅଛି, ରିସର୍ଚ୍ଚ ଅଛି, ତାକୁ ଶିଖିବାର ନାହିଁ। କିନ୍ତୁ ତାଙ୍କ ସିନେମା ଦେଖି ସେଠୁ ଶିଖିବା, ଆମ ଦେଶର ଅବସ୍ଥା କିଛି ଭଲ ନୁହେଁ ବଡ଼ ବଡ଼ ସହରରେ, ବମ୍ବେ, ଦିଲ୍ଲୀ। କିନ୍ତୁ ଆଶା କରାଯାଉଛି ଆମ ସଂସ୍କୃତି କିଛିଟା ଫେରି ଆସିବ ବୋଲି। ତେଣୁ ସେଇ ଯେଉଁ ଜିନିଷଟା ଆପଣ କହିଲେ, ଋତପଲ୍ଲୀ ତିଆରି ହେଇଥିଲା ପିଲାଙ୍କୁ ରିସର୍ଚ୍ଚ କରିବା ପାଇଁ, ଯଦିଓ ସେଇଟା ସମ୍ପୂର୍ଣ୍ଣ ଏପର୍ଯ୍ୟନ୍ତ ହେଇନାହିଁ। +2 ହେଇଥିଲେ ଆମକୁ 2 ବର୍ଷ ଅଧିକା ମିଳନ୍ତା, ରିସର୍ଚ୍ଚ କରିବାଟା ହୁଏତ ସହଜ ହୁଅନ୍ତା। କିନ୍ତୁ ଏ ଯେଉଁ IIT ଯିବା, ଏଣ୍ଟ୍ରାନ୍ସରେ ଟ୍ୟୁଟୋରିଆଲରେ ପଢ଼ିବା, ସେଇଟା ଗୋଟେ ଏତେ ପ୍ରେସର ପକାଉଛି ପିଲାମାନଙ୍କ ଉପରେ, ବାପା ମାଆଙ୍କ ଉପରେ, ସେତେବେଳେ ସେମାନେ ଅନ୍ୟ କିଛି ଭାବି ପାରୁନାହାନ୍ତି। ତାଙ୍କର ଭାବିବା ପାଇଁ ସମୟ ନାହିଁ। ତେଣୁ ଆମେ କ'ଣ କରୁଛୁ, ଆମେ ପିଲାଙ୍କୁ ଏତିକିଟା ଆନନ୍ଦ ଆଣିଦେଇଛୁ ଯେ ସେ +2 ପରେ ଯୁଆଡ଼େ ଯିବେ ଅନ୍ତତଃ ସେଠି ଏନ୍ଜୟ କରିବେ। ମୁଁ ତ ଯାହା ଦେଖୁଛି ଓଡ଼ିଶାରେ ବା ଭାରତରେ ବର୍ତ୍ତମାନ +2 ଯେଉଁମାନେ ଏଣ୍ଟ୍ରାନ୍ସ ପାଇଁ ଲାଗିଛନ୍ତି, ତାଙ୍କ ଜୀବନ ଅତ୍ୟନ୍ତ ଦୁର୍ବିସହ। ସେଠି ପାଠ ପଢ଼ିବାର ପରିବେଶ ନାହିଁ। କେମିତି ମେକାନିକାଲି ପ୍ରିପେୟାର୍ଡ ହେଇକି ଏଣ୍ଟ୍ରାନ୍ସରେ ଭଲ କରିବା, ସେଇଟା ହେଉଛି ଲକ୍ଷ୍ୟ। ଆମେ ଅନ୍ତତଃ ତାକୁ ଟିକିଏ ବାଲାନ୍ସ କରିବାକୁ ଚେଷ୍ଟା କରୁଛୁ, ପାଠର ଆନନ୍ଦଟା ପାଇବା ପାଇଁ ଚେଷ୍ଟା କରୁଛୁ।